ଆପଣଙ୍କ ପିଲାମାନଙ୍କର ବୁଦ୍ଧି ହେଉନାହିଁ କି ଖେଳୁଛନ୍ତି, ଚଗଲା ହେଉଛନ୍ତି, ମୋବାଇଲ ଦେଖୁଛନ୍ତି, ପାଠରେ ମନ ଦେଉନାହାନ୍ତି, ଉତ୍ତମ ବୁଦ୍ଧି ନାହିଁ। ଉତ୍ତମ ବୁଦ୍ଧି ପ୍ରାପ୍ତି ପାଇଁ ଗୋଟିଏ ସରଳ ପ୍ରୟୋଗ ଆଦରି ନିଅନ୍ତୁ। କୃଷ୍ଣପକ୍ଷ ଗୁରୁବାର ସନ୍ଧ୍ୟା ସମୟରେ ଏହି ପ୍ରୟୋଗ କରନ୍ତୁ। ଆପଣଙ୍କର ଠାକୁର ଘରେ ଗୋଟିଏ କାଷ୍ଠ ପିଢ଼ା ପକାନ୍ତୁ, ଲାଲ କପଡ଼ା ପକାନ୍ତୁ, ତାରା ଦେବୀଙ୍କର ଚିତ୍ରପଟ ରଖନ୍ତୁ ଏବଂ ଯନ୍ତ୍ର ରଖନ୍ତୁ। ଯନ୍ତ୍ରକୁ ପଞ୍ଚାମୃତରେ ଶୋଧନ କରନ୍ତୁ। ତାରା ଦେବୀଙ୍କୁ ସ୍ନାନ କରାଇ ଦିଅନ୍ତୁ, ଗଙ୍ଗା ଜଳରେ ଶୁଦ୍ଧି କରନ୍ତୁ, ଚନ୍ଦନ ସିନ୍ଦୁର ପିନ୍ଧେଇ ଦିଅନ୍ତୁ, ଷୋଡ଼ଶୋପଚାରରେ ପୂଜନ କରନ୍ତୁ, ଫଳମୂଳ ରଖନ୍ତୁ, ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ ତାରାଙ୍କୁ। ତାପରେ ଗୋଟିଏ ମନ୍ତ୍ର ମୁଁ ଡାକୁଛି, ଏହି ମନ୍ତ୍ରକୁ 21 ଥର ଜପ କରନ୍ତୁ। ଓಂ ଯା ଦେବୀ ସର୍ବଭୂତେଷୁ ବୁଦ୍ଧି ରୂପେଣ ସଂସ୍ଥିତା ନମସ୍ତସ୍यै 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 ନମୋ ନମଃ। ଏହି ମନ୍ତ୍ରକୁ 21 ଥର ଜପ କରନ୍ତୁ। ଜପ କରିସାରିଲା ପରେ ଜପ ସମର୍ପଣ କରନ୍ତୁ, ସାଷ୍ଟାଙ୍ଗ ପ୍ରଣାମ କରନ୍ତୁ ତାରା ଦେବୀଙ୍କି। ଦେଖିବେ ଆପଣଙ୍କର ପିଲାମାନଙ୍କର ବୁଦ୍ଧି ନିଶ୍ଚିତ ହେବ ଏବଂ ଏହି ପ୍ରୟୋଗ ଆପଣଙ୍କର ତାରାତନ୍ତ୍ର ଶାସ୍ତ୍ରରେ ରହୁଛି। ନମସ୍କାର, ଜୟ ଜଗନ୍ନାଥ, ଜୟ ମା କାମାକ୍ଷା।